ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଅଗ୍ନିର ବାପ୍ତିସ୍ମ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। କାରଣ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଅଗ୍ନିର ବାପ୍ତିସ୍ମ ବିଷୟରେ ଶିକ୍ଷା ଦେଇଛନ୍ତି ଏବଂ ବର୍ତ୍ତମାନ ଦେଉଅଛନ୍ତି ମଧ୍ୟ। ଆପଣମାନେ ଅନେକ ବଡ଼ ବଡ଼ ମିଟିଂରେ ପ୍ରଭୁଙ୍କର ପ୍ରିୟ ଦାସମାନେ ଅଗ୍ନିକୁ ସ୍ୱାଗତ କରୁଥିବା, ପବିତ୍ର ଆତ୍ମାକୁ ସ୍ୱାଗତ କରୁଥିବା ଆପଣମାନେ ଦେଖୁଥିବେ ଏବଂ ଦେଖିଅଛନ୍ତି ମଧ୍ୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ହେଲେ ଆପଣମାନେ କ'ଣ ଭାବୁଛନ୍ତି? ପବିତ୍ର ଆତ୍ମାକୁ କିଏ ସ୍ୱାଗତ କରିପାରେ କିମ୍ବା ଅଗ୍ନିକୁ ମଧ୍ୟ କିଏ ସ୍ୱାଗତ କରିପାରେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ବର୍ତ୍ତମାନ ସମୟରେ ଚାଲିଛି ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ, ବଡ଼ ବଡ଼ ଦାସମାନେ ବଡ଼ ବଡ଼ ମିଟିଂରେ ଅଗ୍ନି ଉତ୍ତରା, ସ୍କମ୍ ଦ ଫାୟାର, ସ୍କମ୍ ଦ ହୋଲି ସ୍ପିରିଟ୍, এই প্রকার বিষয় মিটিংরে আপনার দেখা পাইবে এবং পাউଅଛନ୍ତି ମଧ୍ୟ। কিন্তু প্রভুঙ্কর প্রিয় লোকমানে ভাবন্তু, যদি সদাপ্রভু যে প্রভুঙ্কর প্রিয় দাস অগ্নিকু স্বাগত করুଛନ୍ତି, যদি স্বাগত করিবা সময় যদি প্রভু যীশু যদি সেই অগ্নিকু যদি পটান্তি, তাহলে সেই মিটিংর লোকমানে এবং সেই যে ব্যক্তি অগ্নিକୁ ସ୍ୱାଗତ କରୁଛି ସେଇ ପ୍ରଭୁଙ୍କର ପ୍ରିୟ ଦାସ ଯଦି ପ୍ରଭୁ ଯୀଶୁ ପଟେଇବେ, ତାହେଲେ ସେମାନେ କ'ଣ ହେବେ? ସେମାନେ ଭସ୍ମ ହୋଇଯିବେ। ସେଥିପାଇଁ ଭାବି ଚିନ୍ତିକି ଆପଣମାନେ ଅଗ୍ନିକୁ ସ୍ୱାଗତ କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଅନେକ ପ୍ରକାର ଶିକ୍ଷା ଦେଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ହେଲେ ସେମାନେ ଠିକ୍ ଶିକ୍ଷା ଦେଉଛନ୍ତି କିମ୍ବା ଠିକ୍ ଶିକ୍ଷା ଦେଉନାହାନ୍ତି, ଏ ବିଷୟ ଆମ୍ଭେମାନେ ଜାଣିବା ଦରକାର। କିନ୍ତୁ ଆପଣମାନଙ୍କ ପାଖରେ ଏହି ଅଗ୍ନିର ବାପ୍ତିସ୍ମ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଯଦି ପବିତ୍ର ବାଇବଲ ଅଛି, ତାହେଲେ ଲୁକ ଲିଖିତ ସୁସମାଚାର ତାର 3 ପର୍ବ 16 ପଦ, ବାପ୍ତିସ୍ମ ଯୋହନ ପ୍ରଚାର କରି କହୁଛନ୍ତି। ଏହି ବିଷୟ ଆମ୍ଭେମାନେ କଣ୍ଟେକ୍ସରେ ଦେଖିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ମିଟିଂରେ ଆପଣମାନେ ଦେଖିଥିବେ ଏବଂ ମଣ୍ଡଳୀରେ ମଧ୍ୟ ପବିତ୍ର ଆତ୍ମାକୁ ସ୍ୱାଗତ କରୁଛନ୍ତି, ଭର୍ଦେ ଛୁଁଲେ ଉତ୍ତରା, এই ପ୍ରକାର କହୁଛନ୍ତି। କିନ୍ତୁ ପ୍ରଭୁ ଯୀଶୁ ପେଣ୍ଟିକସ୍ ଦିନରେ ପବିତ୍ର ଆତ୍ମା ଅଲରେଡ଼ି ଦେଇଛନ୍ତି, ଆଉ ପବିତ୍ର ଆତ୍ମାକୁ ସ୍ୱାଗତ କରାଯିବ ନାହିଁ। ଆପଣଙ୍କର ଇଚ୍ଛା ଅନୁସାରେ ପବିତ୍ର ଆତ୍ମା ଆସିବ ନାହିଁ। ଏବଂ এই ଭିଡ଼ିଓର ମୁଖ୍ୟ ବିଷୟ ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅଗ୍ନି, ସ୍କମ୍ ଦ ଫାୟାର, ଅଗ୍ନି ଉତ୍ତରା, ଉତ୍ତରା, ଉତ୍ତରା। ଆପଣମାନେ ନ ଜାଣିକି ଅଗ୍ନିକୁ ଉତ୍ତରା ଉତ୍ତରା ବୋଲି କହୁଛନ୍ତି। ଯଦି এই ବିଷୟକୁ ଯଦି ସତ୍ୟ ଭାବରେ ଜାଣିବେ, କଣ୍ଟେକ୍ସରେ ଯଦି ବୁଝିବେ, ତାହେଲେ ଅଗ୍ନି ଉତ୍ତରା ବୋଲି କହିବେ ନାହିଁ। এই ଅଗ୍ନିର ବାପ୍ତିସ୍ମ କାହା ପାଇଁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ସତ୍ୟ ଭାବରେ ବା ସଠିକ୍ ଭାବରେ ଯଦି ଜାଣିଥାନ୍ତେ, ତାହେଲେ ଅଗ୍ନିକୁ ଆପଣମାନେ ଡାକି ନଥାନ୍ତେ, ସ୍ୱାଗତ କରୁନଥାନ୍ତେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାପ୍ତିସ୍ମ ଯୋହନ ପ୍ରଚାରରେ କହୁଛନ୍ତି। ଆସନ୍ତୁ ଆମ୍ଭେମାନେ ଦେଖିବା। ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଠାରୁ ଯେ ଅଧିକ ଶକ୍ତିମାନ ସେ ଆସୁଅଛନ୍ତି, ଅର୍ଥାତ୍ ଯୀଶୁ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। এই ଅଗ୍ନିର ବାପ୍ତିସ୍ମ ମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ଫଳ ଫଳୁ ନାହାନ୍ତି,
ଫଳ ଯୋଗାଉ ନାହାନ୍ତି, ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି, ବ୍ୟଭିଚାର କରନ୍ତି, ନରହତ୍ୟା କରନ୍ତି, ପ୍ରତିମା ପୂଜା କରନ୍ତି, ବ୍ୟଭିଚାର କରନ୍ତି, ମିଥ୍ୟା ସାକ୍ଷ୍ୟ ଦିଅନ୍ତି, এই ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁ ଅଗ୍ନିର ବାପ୍ତିସ୍ମ ଦେବେ। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ପ୍ରଭୁଙ୍କ ଦୃଷ୍ଟିରେ ଯେଉଁମାନେ ମନ୍ଦ କାର୍ଯ୍ୟ କରନ୍ତି ସେହି ସମସ୍ତ ଲୋକଙ୍କୁ ଅଗ୍ନିର ବାପ୍ତିସ୍ମ ଦେବେ। এই ଅଗ୍ନିର ବାପ୍ତିସ୍ମ ଅନେକ ଲୋକମାନେ এই ଶିକ୍ଷାକୁ ସଠିକ ଭାବରେ ଜାଣିନାହାନ୍ତି। ଆପଣମାନଙ୍କୁ କାହିଁକି ପ୍ରଭୁ ଯୀଶୁ ଅଗ୍ନିର ବାପ୍ତିସ୍ମ ଦେବେ? ଆପଣମାନେ ତ ପ୍ରଭୁଙ୍କ ପାଖରେ ଭଲ କାର୍ଯ୍ୟ କରୁଛନ୍ତି, ଭଲ ଶିକ୍ଷା ଦେଉଛନ୍ତି, ଖରାପ କାର୍ଯ୍ୟ କରୁନାହାନ୍ତି। ଆପଣମାନଙ୍କୁ କାହିଁକି ବାପ୍ତିସ୍ମ ଦେବେ ପ୍ରଭୁ ଯୀଶୁ ଅଗ୍ନିର ବାପ୍ତିସ୍ମ? ଏବଂ ପେଣ୍ଟିକୋସ୍ତ ଦିନରେ ପବିତ୍ର ଆତ୍ମା ପଠାଇଛନ୍ତି, ଆଉ କାହିଁକି ଅଗ୍ନିର ପବିତ୍ର ଆତ୍ମା ପ୍ରଭୁ ଯୀଶୁ ପଠାଇବେ? ଏ ବିଷୟ ଆପଣମାନେ ଚିନ୍ତା କରନ୍ତୁ, ଭାବନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଅଗ୍ନିର ବାପ୍ତିସ୍ମ ହେଉଛି ଯେଉଁମାନେ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କରନ୍ତି ସେହି ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁ ଅଗ୍ନିର ବାପ୍ତିସ୍ମ ଦେବେ। ଯେଉଁମାନେ ନରକରେ ଫିଙ୍ଗାଯିବେ ସେମାନେ ଅଗ୍ନିର ବାପ୍ତିସ୍ମ ପାଇବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କର ମତାମତ କ'ଣ? ଆପଣମାନେ ମେସେଜ କରନ୍ତୁ। ଏ ବିଷୟରେ ଅନେକ ବିଷୟ କହିବା ପାଇଁ ସମୟ ଅଛି, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବିଶ୍ୱାସ କରିବେ ନାହିଁ। ଆପଣମାନେ ବିଶ୍ୱାସ କରନ୍ତୁ କିମ୍ବା ନ କରନ୍ତୁ, ମୋର କାର୍ଯ୍ୟ ହେଲା ପ୍ରକାଶ କରିବା। ପ୍ରଭୁଙ୍କର ସେଇ ଦିନରେ ଆମେମାନେ ସମସ୍ତ ଲୋକ ବିଚାରିତ ହେବା। ସେଇ ବିଚାର ଦିନରେ ଆମେମାନେ ସମ୍ମୁଖାସମ୍ମୁଖୀ ହୋଇ ଆମେମାନେ ଚିହ୍ନି ପାରିବା ଏଇ ବ୍ୟକ୍ତି ଏମିତି କହୁଥିଲେ। এই ବ୍ୟକ୍ତିଙ୍କର କଥା ଯଦି ଆମେମାନେ ମାନିଥାନ୍ତୁ ତାହେଲେ ଆମ୍ଭେମାନେ ରକ୍ଷା ପାଇଥାନ୍ତୁ। এই ପ୍ରକାର ଆପଣମାନେ ଭାବିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ଅଗ୍ନିର ବାପ୍ତିସ୍ମ ହେଉଛି ପ୍ରଭୁଙ୍କ ଦୃଷ୍ଟିରେ ଯେଉଁମାନେ ମନ୍ଦ କାର୍ଯ୍ୟ କରନ୍ତି ସେହି ସମସ୍ତ ଲୋକଙ୍କୁ ଅଗ୍ନିର ବାପ୍ତିସ୍ମ ଅଛି। এই ଅଗ୍ନିର ବାପ୍ତିସ୍ମ ବିଷୟରେ ଆହୁରି ଗଭୀରତାର ସହିତ ଆଉ ଏକ ଭିଡ଼ିଓ এই ଚ୍ୟାନେଲରେ ହିଁ ଅପଲୋଡ଼ ହୋଇଅଛି। ଆପଣମାନେ ନିହାତି ଭାବରେ ସେ ଭିଡ଼ିଓକୁ ଥରେ ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କାରଣ ବର୍ତ୍ତମାନ ସମୟରେ ଅନେକ ଖରାପ ଶିକ୍ଷା ଚାଲିଛି। ଅନେକ ବଡ଼ ବଡ଼ ପ୍ରଭୁଙ୍କର ପ୍ରିୟ ଦାସମାନେ ଶିକ୍ଷା ଦେଉଛନ୍ତି, ସେମାନଙ୍କୁ ମଧ୍ୟ ଆମେମାନେ ପରୀକ୍ଷା କରିବା ଦରକାର। ଆମେମାନେ ସମସ୍ତ ମନୁଷ୍ୟ ମାତ୍ର, ଭୁଲ ହେଇପାରେ, ସେଥିପାଇଁ ସମସ୍ତଙ୍କୁ ପରୀକ୍ଷା କରିବା ଦରକାର। ସେମାନେ ବାଇବଲରେ ଥିବା ବିଷୟ କହୁଛନ୍ତି କିମ୍ବା ନିଜର ଜ୍ଞାନରେ କହୁଛନ୍ତି, ଏ ବିଷୟ ଆମେମାନେ ଜାଣିବା ଦରକାର। ପ୍ରଭୁ ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।